ମୋର ପରିଚୟ ହେଉଛି ବିନୋଦ କୁମାର ଦାସ କୋଡ଼ା କାମ ସଭାପତି। ବର୍ତ୍ତମାନ ଆମର ବିଶ୍ୱଶାନ୍ତି ମହାଯଜ୍ଞ ବର୍ତ୍ତମାନ 28 ବର୍ଷରେ ପହଞ୍ଚିଲା। ତ 28 ବର୍ଷର ଅନୁଭୂତି କ'ଣ ଟିକେ କୁହନ୍ତୁ। 28 ବର୍ଷ ଭିତରେ ଏ ବର୍ଷ ବହୁତ ଆମର ଲୋକ ହେଇଯିବେ। ଆମର ଭୂତ ଯଜ୍ଞ, ଅନ୍ନଯଜ୍ଞ, ନିମଯଜ୍ଞ ମଧ୍ୟ ହୁଏ। ଜ୍ଞାନ ଯଜ୍ଞ ମଧ୍ୟ କରାଯାଇଥାଏ। ତ ଆଜି ହେଉଛି ଅନ୍ତିମ ଦିବସ, ପୁନଃ ଦିବସ। ଏ ପୁନଃ ଦିବସରେ କେମିତି ଥିଲା ଯଜ୍ଞଶାଳାର ସ୍ଥିତି ପରିସ୍ଥିତି ଏବଂ ଏ ବର୍ଷ ଯଜ୍ଞଶାଳାର ପରିସ୍ଥିତି ଭଲ ଥିଲା ଏବଂ ଆମେମାନେ ଭଲ ମନ୍ତ୍ରପାଠ କରିଥିଲେ। ଭଲ ମଧ୍ୟ ଆମକୁ କାଲି ଫୁଲ ସଭାରେ ଭଲ ଆଲୋଚନା କରିଥିଲେ। ତାଙ୍କର ମନ୍ତ୍ରପାଠ ଆଗ ଅପେକ୍ଷା ବହୁତ ଭଲ ଥିଲା। ଆପଣ କେତେ ବର୍ଷ ଏମିତି ଏଇ ଅନୁଷ୍ଠାନରେ କାମ କଲେଣି? ମୋର କହିବାର 25 ବର୍ଷ। 25 ବର୍ଷ ଏଇ ଅନୁଷ୍ଠାନରେ ଅଛନ୍ତି। ଆଜ୍ଞା, ଆପଣ ଏଇ କୋରଡ଼ା ଗାଁ ଯଜ୍ଞକୁ ଆଗରୁ କେବେ ଆସିଥିଲେ କି? ଆସିଥିଲେ। ଆଚ୍ଛା, କ'ଣ ଆପଣଙ୍କ ନାଁ? ମୋ ନାଁ ସରୋଜ କୁମାର ଦାସ। ଘର କୋଉଠି ଆପଣଙ୍କ? ଘର ହେଉଛି ଆସ୍କା। ଆଜ୍ଞା, କୋଉଠୁ ମାନେ କେବେ ଆସିଥିଲେ ଏଠିକି ଯଜ୍ଞ କରିବା ପାଇଁ? ଏଠୁ ଆସିଥିଲୁ 22 ସାଲରେ ଆସିଥିଲୁ। 22 2022 ସାଲ। 2022 ସାଲରେ ଆସିଥିଲେ, ଏବେ ମଧ୍ୟ ଆସିଛନ୍ତି। ଯାହା ହଉ, ଆଜିର ଏଇ କୋରଡ଼ା ଗାଁର ଅଭିଜ୍ଞତା, ଆପଣ ଯୋଉ ଆସିଛନ୍ତି ପୁରୋହିତ କାମ କରିବା ପାଇଁ ବା ଯଜ୍ଞଶାଳା କାମ କରିବା ପାଇଁ, କ'ଣ କେମିତି ଅନୁଭୂତିଟା ଟିକେ ପ୍ରକାଶ କରନ୍ତୁ। ଅନୁଭୂତି ତ ଗାଁ ଲୋକର ସହଯୋଗରେ ଭଲ ସୁଚାରୁ ରୂପରେ ହେଇଛି। ଆଜ୍ଞା, ଆଉ ଆମର ମଧ୍ୟ ଯେଉଁ 10 ଜଣ ଟିମ୍ ଆସିଛୁ ସମସ୍ତଙ୍କର ଏକ ମନ। ଏ ଯେଉଁ ଯଜ୍ଞ ମହାପୁରୁଷ ଯଜ୍ଞ ନାରାୟଣ ଯାହା ଆମକୁ ନିର୍ଦ୍ଦେଶ ତାଙ୍କର ପ୍ରେରଣାରେ ଏସବୁ ଉପସ୍ଥାପନ ହେଉଛି। ତାହେଲେ ମୋଟାମୋଟି ଆପଣ କହିବାକୁ ଚାହୁଁଛୁ ଯେ ଗ୍ରାମବାସୀଙ୍କର ସହଯୋଗ ଆଉ ଆପଣମାନଙ୍କର ଆଗ୍ରହ ସତ୍ତ୍ୱେ ଆଜିର କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପୂର୍ଣ୍ଣ ହୋଇଛି। ପରିଚୟ ଦିଅନ୍ତୁ। ଦେବଦେବ ସନ୍ଦାସ, ଆପଣ କ'ଣ କରନ୍ତି? ପୂଜା। ଏଇ ଯେଉଁ ଆମର ବିଶ୍ୱଶାନ୍ତି ମହାଯଜ୍ଞ ହେଉଛି, ତ କେମିତି ଏଇଠି ପାଳନ କରାଯାଏ? ବିଶ୍ୱଶାନ୍ତି ମହାଯଜ୍ଞ ଆମର ଅଷ୍ଟାବିଂଶ ମାନେ 28 ବର୍ଷ ହେଲା ଯଜ୍ଞଶାଳା ହେଉଛି ଏବଂ ଆଗକୁ ହବ ଏବଂ ଭଲରେ ଚାଲିଛି ଏବଂ ସମସ୍ତ ଲୋକ ସମାଗମ ହେଉଛନ୍ତି। ନାମ ସଂକୀର୍ତ୍ତନ, ଭଜନ, ପ୍ରବଚନ ସବୁଦିନ ହେଉଛି ଏବଂ ନାଟକ କାର୍ଯ୍ୟକ୍ରମ ବି ସବୁଦିନ ହେଉଛି। ଲୋକ ଉପଭୋଗ କରୁଛନ୍ତି ଏବଂ ସମସ୍ତ ଯଜ୍ଞାନୁଷ୍ଠାନ ପ୍ରତି ସମସ୍ତଙ୍କ ଆଗ୍ରହ ପଚାରିଲେ କହିବେ ଯିବା। ଆପଣ ପରିଚୟ? ବର୍ତ୍ତମାନ ଆମର 4 ଦିନ ଧରି ଚାଲିଥିଲା ବିଶ୍ୱଶାନ୍ତି ମହାଯଜ୍ଞ, 5 ଦିନ ଧରି ଚାଲିଥିଲା। ତ ଆରମ୍ଭରୁ ଅନ୍ତିମ ଦିବସ ପର୍ଯ୍ୟନ୍ତ କେମିତି ଥିଲା ଆପଣଙ୍କର ଯାତ୍ରା? ଆମର ଯାତ୍ରା ତ ଠିକ୍ ଭାବରେ ଚାଲିଛି ଆଉ ଭଲ ଭାବରେ ମଧ୍ୟ ସମ୍ପନ୍ନ ହେଲା କାର୍ଯ୍ୟ। ପ୍ରଥମ ଦିନ ଆମର ହେଲା ଅଙ୍କୁରାରୋପଣ, ଦ୍ୱିତୀୟ ଦିନ ଜନଯାତ୍ରା, କର୍ମ ଆରମ୍ଭ, ତାପରଠୁ ଆମର ଯଜ୍ଞକର୍ମ ଆରମ୍ଭ ହେଲା। ପୂଜା ପାଠ ପ୍ରତିଦିନ ଆଜି ଆହୁତି ଭୂତା ହେଉଛି ସମସ୍ତ ଦେବାଦେବୀ ବ୍ୟବହାର କରାଯାଇଛି। ଆପଣ ପରିଚୟ? ଗୋଲ ତିଆରି କରୁଛ କୋରଡ଼ା। ଆମର ବିଶ୍ୱଶାନ୍ତି ମହାଯଜ୍ଞ କୋରଡ଼ା ବଡ଼ ଭିତରେ ପ୍ରତ୍ୟେକ ବର୍ଷ ପାଳନ ହୁଏ। ଏଇ ବର୍ଷ କିଭଳି ଥିଲା ତାର ରଙ୍ଗ ଢଙ୍ଗ ଓ ତାର ରୂପ କେମିତି ଥିଲା? କୋରଡ଼ାଗଡ଼ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞ ଦୀର୍ଘ 28 ବର୍ଷ ହେଲା ହେଇ ଆସୁଛି। ଏହା ଆମ ଅଞ୍ଚଳର 5-7ଟି ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ ସାହାଯ୍ୟ ସହଯୋଗରେ ଅତି ଆଡ଼ମ୍ବରପୂର୍ଣ୍ଣ ଭାବରେ ଏବଂ ଭକ୍ତିର ମାହୋଲ ଭିତରେ ଆମେ ଏହାକୁ ଅନୁଷ୍ଠିତ କରୁଛୁ। ଆଉ ଆଜିର ଏ ବର୍ଷର ଯେଉଁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଇଛି, ଏଥିରେ ବର୍ତ୍ତମାନ ହଜାର ହଜାର ଲୋକ ଏଥିରେ ସାମିଲ ହେଇଛନ୍ତି। ଶାନ୍ତି ଶୃଙ୍ଖଳା ସହିତ ସବୁ କିଛି କାର୍ଯ୍ୟକ୍ରମ ଆରମ୍ଭ ହେଇଛି। ଆନନ୍ଦ ବଜାର ମଧ୍ୟ ଆଜିର ଆନନ୍ଦ ବଜାରରେ ମିନିମମ୍ 5,000 ଲୋକ ପ୍ରସାଦ ସେବନ କରିଛନ୍ତି। ତେଣୁ ଏହା ଆମ ଅଞ୍ଚଳର ଗୋଟେ ଆଧ୍ୟାତ୍ମିକ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନି। ଏଭଳି ଅନୁଷ୍ଠାନ ଆମର ଅଞ୍ଚଳରେ ଉଜ୍ଜୀବିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି। ଆପଣ ପରିଚୟ ଦିଅନ୍ତୁ। ମୋର ବିରଞ୍ଚି ନାରାୟଣ ସମ୍ପତ୍ତି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଆପଣ ଯଜ୍ଞକୁ ବହୁ ପରିମାଣ ଆପଣ ଭାଇରାଲ କରିଛନ୍ତି, ତ ଏଇଟା ଆମେ ମଧ୍ୟ ଦେଖିଛୁ। ତ ଆପଣଙ୍କର ଅଭିଜ୍ଞତା କ'ଣ ଟିକେ କୁହନ୍ତୁ ଯଜ୍ଞ ବିଷୟରେ? ମୋର ଯଜ୍ଞ ବିଷୟରେ ଅଭିଜ୍ଞତା ମୋତେ ଯେତେ ବର୍ଷ ହେଲାଣି ସେତେ ବର୍ଷ ଯଜ୍ଞ ବର୍ତ୍ତମାନ ଚାଲିଛି। ଆଉ ଆଜି ଖୁବ୍ ସୁନ୍ଦର ମାତ୍ରାରେ ସରିଯାଇଛି ଯଜ୍ଞ।
ଯଜ୍ଞ ସରିଯାଉଛି ଆମକୁ ପ୍ରାୟ 15 ଦିନ ପର୍ଯ୍ୟନ୍ତ ଆଉ ଭୋକ ଲାଗିବନି କି ନିଦ ଲାଗିବନି, ଏତେ କଷ୍ଟ ଲାଗିବ ଯେହେତୁ ଏତେ ଲୋକ ସମାଗମ ହେଇଛନ୍ତି। ସତେ କ'ଣ ଗୋଟେ ହଜିଗଲା ଭଳିଆ ପ୍ରାୟ ଆମକୁ ଲାଗିବ। କୋଉଠାରେ ବସିଲେ? ମହିଦମା। ଏଇ ଯୋଉ ଆମର ବିଶ୍ୱଶାନ୍ତି ମହାଯଜ୍ଞ ହଉଛି କୋରୋନାରେ, ଏଇଠି ଆପଣ ଆସିବା ପରେ ଆପଣ କେମିତି ଅନୁଭବ କରୁଛନ୍ତି? ବହୁତ ଖୁସି ଲାଗୁଛି। କେତେ ବର୍ଷ ହେଲା ଚାଲିଲାଣି? ହେଲାଣି 28 ବର୍ଷ। ଆପଣ କଣ କେମିତି ଫ୍ୟାମିଲି ସବୁ ଆସୁନି ନା କେମିତି? ନାମ ନଦିଆ ସଂକୀର୍ତ୍ତନ ଧରିକି ଆସିଛୁ। ସବୁଦିନ ଆସୁଥିଲେ? ନାଇଁ ସବୁଦିନ କେତେ କାମ କାର୍ଯ୍ୟ ଭଲ ମନ୍ଦ କରୁଛୁ ଆସୁଛୁ, କିନ୍ତୁ ପ୍ରତ୍ୟେକ ବର୍ଷ ଆସିବାଟା ଥରେ। ଆସିବା ପରେ ସବୁ ଶାନ୍ତି ଲାଗୁଛି। କେମିତି ଅନୁଭବ ଅନୁଭବ ବହୁତ ଖୁସି। ବର୍ତ୍ତମାନ ଆପଣ କୋରୋନା ଗଡ଼ର ଝିଅ, ବର୍ତ୍ତମାନ ଆପଣ କେତେ ଦିନ ହେଲା ବର୍ତ୍ତମାନ ଯୋଉ ଯଜ୍ଞ ହଉଛି ବିଶ୍ୱଶାନ୍ତି ମହାଯଜ୍ଞ ହଉଛି, କେତେ ଦିନ ହେଲା ଆପଣ ଦେଖୁଛନ୍ତି? କେମିତି ମାନେ ଯଜ୍ଞର ଅନୁଭୂତି କେମିତି କଣ? ଏଠି କେମିତି ଲୋକ କେମିତି ଆସୁଛନ୍ତି? ଏଠି କଣ ସବୁ ଯଜ୍ଞରେ ଦୋକାନ ବଜାର ଯୋଉ ପଡିଛି ତାକୁ କେମିତି ଏନ୍ଜୟ କରନ୍ତି? ଆଜି କଣ କିଣିଲ? ଆସିଥିଲା କଣ କିଣିଲ? କିଣାକିଣି କଲ? ଭଲ ସୁବିଧାରେ ମିଳିଲା? ଆପଣ ପରିଚୟ ଘର କୋରଡ଼ା ବିଶ୍ୱଶାନ୍ତି ମହାଯଜ୍ଞ ପାଳିତ ହେଉଛି କୋରୋନା ଗଡ଼ରେ। କେତେ ବର୍ଷ ଏଇଟା ପାଳନ ହେଲା? ଏଇଟା 28 ବର୍ଷ ଧରି ଏଇ ବିଶ୍ୱଶାନ୍ତି ମହାଯଜ୍ଞ ଘରଜାତ ଅଞ୍ଚଳରେ ଏବେ ମାନେ ଚାଲିଛି 28 ବର୍ଷ। ଏଇ 2025 ମସିହାରେ ମିଶେଇ ଆମର 28 ବର୍ଷ। ବର୍ତ୍ତମାନ 4 ଦିନ ଧରି ଚାଲିଥିଲା ଯଜ୍ଞ। ଏଇ ଯଜ୍ଞରେ ଆପଣ କଣ ମାନେ ଅନୁଭୂତି କଣ ଅଛି? ଆମର 8 ତାରିଖରୁ ଏଇ ଯଜ୍ଞ ଆରମ୍ଭ ହେଇଥିଲା। ଆଜିକାଲି ବିପୁଳ ସଂଖ୍ୟାରେ ଆମର 32 ଖଣ୍ଡ ଗାଁର ଲୋକମାନଙ୍କୁ ନେଇକି ଏ ଅଞ୍ଚଳ ଯଜ୍ଞ, ଏ କେବଳ କୋରଡ଼ାଗଡ଼ ଯଜ୍ଞ ନୁହେଁ, 32 ଖଣ୍ଡ ଗାଁକୁ ନେଇକି ଏ ଆଞ୍ଚଳିକ ଯଜ୍ଞ ଆଗକୁ ମାନେ ଚଳିତ ବର୍ଷକୁ ମିଶାଇ ଆମର ଏ ବର୍ଷ 28 ବର୍ଷ ଧରି ପାଳନ ହେଇଚାଲିଛି। ତେଣୁ ଲୋକମାନଙ୍କର ଅପୂର୍ବ ଉତ୍ସାହ, ବିଶେଷ କରି ଆମ ଗାଁ ଲୋକମାନଙ୍କର 32 ଖଣ୍ଡ ଲୋକମାନେ ଆର୍ଥିକ, ମାନସିକ, ଶାରୀରିକ ସାହାଯ୍ୟ କରନ୍ତି। କିନ୍ତୁ ଆମ ଗାଁ ଲୋକମାନଙ୍କର ଏ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଅପୂର୍ବ ଆନନ୍ଦ, ଅପୂର୍ବ ଉଲ୍ଲାସରେ ସେମାନେ ଆକୁ ପରିପାଳନ କରନ୍ତି। ଏ ଆଖପାଖର ଯୋଉ ଗାଁ ଗୁଡାକ ଅଛି, ଗାଁ ମାନେ ଅଛନ୍ତି, ସେମାନେ ଆପଣମାନେ କେମିତି କୋଅପରେଟ୍ କରନ୍ତି? ସେମାନେ ବହୁତ ସୁନ୍ଦର ଭାବରେ ମାନେ ସହଯୋଗ କରନ୍ତି। ଆମର ପ୍ରତ୍ୟେକ ବର୍ଷ ସେ 32 ଖଣ୍ଡର ଗାଁ ଲୋକମାନଙ୍କୁ ସବୁ ବର୍ଷ ମକର ସଂକ୍ରାନ୍ତି ଦିନ ଆମର ଯୋଉ ମଠଟି ସମସ୍ତଙ୍କୁ ଡକାଯାଏ। ଏହାର ପୂର୍ବ ପ୍ରସ୍ତୁତି ପାଇଁ ସମସ୍ତଙ୍କୁ ଡକାଯାଏ ଏବଂ ସମସ୍ତେ ମହା ଆନନ୍ଦରେ ବିଶ୍ୱଶାନ୍ତି ଯଜ୍ଞ ପାଳନ କରିବା ପାଇଁ ସେମାନେ ଆମକୁ ପ୍ରେରଣା ଦିଅନ୍ତି। ଆନନ୍ଦ ବଜାର ଖୋଲା ହେଇଛି, ତ ପ୍ରତ୍ୟେକ ଦିନ କେତେ ଲୋକ ଖାଆନ୍ତି? ଆମର ପ୍ରଥମ ଦିନ ଆମର ଯୋଉ ଦିନ ଆମର ହୁଏ ସେଇଦିନ ମାନେ 1000-1200 ଲୋକ, 1000-1200 ଲୋକ ଖାଆନ୍ତି। କାରଣ ଗଙ୍ଗା ନିମନ୍ତ୍ରଣ ପାଇଁ 5 କିଲୋମିଟର ଦୂରରୁ ବିଶେଷ ଭାବରେ ଆମର ଯୋଉ ଉଦୟପୁର ଲାଇବ୍ରେରୀ ଅଛି, ସେଇଠୁ ମାନେ ମା ମାନେ, ଭାଇମାନେ ଏ ଅଞ୍ଚଳର ବିଶେଷ ଭାବରେ ନୂଆଗାଁ, ଆମ୍ବଝାରି, ଆସୁପଡ଼ା, ମହିତମା ଏଇ ଲୋକଙ୍କ ସଂକୀର୍ତ୍ତନ ମଣ୍ଡଳୀରେ ମାଧ୍ୟମରେ ତୋପ, ବାଣ ଆଉ ମର୍ଦ୍ଦଳ, ବାଣପାଟି ଏହା ମାଧ୍ୟମରେ ଅପୂର୍ବ ଭାଷାରେ କଳସି ଯାତ୍ରା ହୁଏ। ସେଇଦିନ ପ୍ରଥମ ଦିନ ପ୍ରାୟ 1200-1400 ଲୋକ ଖାଆନ୍ତି। ତା ପରଦିନ ଆମର 500-700, ତାପରେ 800-900, ଚତୁର୍ଥ ଦିନକୁ 2000 ଏବଂ ବିଶେଷ ଭାବରେ ଆମର ଯୋଉ ପୂର୍ଣ୍ଣାହୁତି ଦିନ ଆମେ ଅକଳନ, ଆମେ ହିସାବ କରିପାରୁନୁ। ଏବେ ଆପଣ ଦେଖୁଛନ୍ତି ଏପର୍ଯ୍ୟନ୍ତ ଆନନ୍ଦ ଚାଲିଛି। ଯୋଉ ପଣ୍ଡିତ ମାନେ ଆସିଥିଲେ ଆମର କୋଉଠୁ ଆସିଥିଲେ? ଆମର ଗଞ୍ଜାମ ଜିଲ୍ଲାରୁ ଆସିଥିଲେ। ସେମାନେ ସୁନ୍ଦର ଭାବରେ ସକାଳ ମାନେ ଆମର 8ଟା ବେଳେ ସୂର୍ଯ୍ୟ ପୂଜା ହୁଏ। ସୂର୍ଯ୍ୟ ପୂଜା ସକାଳ 8ଟାରୁ 12ଟା ପର୍ଯ୍ୟନ୍ତ ଚାଲେ। ଆଉ ସେମାନେ ସହଯୋଗ କରନ୍ତି। ଗାଁର ମା ଆଉ ଭାଇମାନେ ସମସ୍ତେ ସୂର୍ଯ୍ୟ ପୂଜାରେ ଯୋଗଦାନ କରନ୍ତି। ଏହା ଦିନ 12ଟା ପର୍ଯ୍ୟନ୍ତ ଚାଲେ। ଆଚ୍ଛା, ଏଇଠି ଯୋଉ ହଉଛି ଏତେ ଦିନ ହେଲା ଚାଲିଛି, ଏତେ ଲୋକ ଆସୁଛନ୍ତି, ଏଠି କିଛି ରାଜନେତାଙ୍କର ସହଯୋଗ ଅଛି କି ପ୍ରଶାସନର କିଛି ସହଯୋଗ ମିଳୁଛି ନା ନାହିଁ? ପ୍ରଶାସନର ସହଯୋଗ ଅଛି ଅଛି ନିଶ୍ଚିତ ଭାବରେ। ଆମର ସ୍ଥାନୀୟ ତହସିଲଦାର, ବିଡିଓ ଏମାନଙ୍କର ସହଯୋଗିତା ଅଛି। ରାଜନୈତିକ ଲୋକମାନଙ୍କର ମଧ୍ୟ ଶୁଭେଚ୍ଛା ରହିଛି।